ଜଗନ୍ନାଥ ପିଲାମାନେ ତୁମମାନଙ୍କୁ ସୁସ୍ୱାଗତ। ଆଜି ଆମର ଏହି ପ୍ରକୋଷ୍ଠ ମଧ୍ୟରେ ଆମେ ପଢ଼ିବା ଉତ୍କଳ ଗୌରବମ୍, ନବମ ଶ୍ରେଣୀ ସଂସ୍କୃତ ବଲ୍ଲରୀର ଉତ୍କଳ ଗୌରବମ୍ ଗଦ୍ୟ ବିଭାଗ। ତାହେଲେ ଉତ୍କଳ କହିଲେ ପିଲାମାନେ କ'ଣ ବୁଝ? ଉତ୍କୃଷ୍ଟ କଳାର ସମାହାର, ନାଇଁ? ଉତ୍କଳ କହିଲେ ଆମେ ବୁଝୁ ଉତ୍କୃଷ୍ଟ କଳାର ସମାହାର। ଆମର ଏଇ ଦେଶ ଉତ୍କଳ ଭୂମି, ଯେଉଁଠି ଭରି ରହିଛି ମାନେ ଉତ୍କୃଷ୍ଟ କଳାର ସମୂହ ଏଠି ଦେଖିବାକୁ ମିଳେ। ତେଣୁ ସେଇ କଳା ବା କାରୁକାର୍ଯ୍ୟ ପାଇଁ ଆମର ଏଇ ଉତ୍କଳ ଭୂମି ସମଗ୍ର ବିଶ୍ୱରେ ପ୍ରସିଦ୍ଧ। ତାହେଲେ ତା ବିଷୟରେ ନିହାତି ଆମେ ଉତ୍କଳ ସନ୍ତାନ ହୋଇଥିବା ହେତୁରୁ ଆମର ନିହାତି ସମସ୍ତ ବିଷୟ ଜାଣିବା ଆବଶ୍ୟକ ରହିଛି। ତାହେଲେ ଆଜି ଆମେ ସେହି ଉତ୍କଳ ଗୌରବମ୍ ବିଷୟଟିକୁ ଅଧ୍ୟୟନ କରିବା। ବୁଝିଲା? ତାହେଲେ ଉତ୍କଳର ଗୌରବ, ଉତ୍କଳସ୍ୟ ଗୌରବମ୍, ଷଷ୍ଠୀ ତତ୍ପୁରୁଷ ସମାସ, ନାହିଁ? ତାହେଲେ ଉତ୍କଳର ଯୋଉ ଗୌରବ ଗାଥା, କ'ଣ ପାଇଁ ଉତ୍କଳ ଆମର ଏତେ ଗୌରବାନ୍ୱିତ ହୋଇଛି, ସେଇ ବିଷୟରେ ଆମେ ଏଇ ବିଷୟଟିରୁ ଜାଣିବା। ଏଇଟି ଆମର ନିହାତି ଜାଣିବା ଦରକାର। ଏବେ ଚାଲ ପ୍ରଥମେ ଆଗ ଲେଖକଙ୍କ ବିଷୟରେ କିଛି ଜାଣିବା। ପଣ୍ଡିତ ଚନ୍ଦ୍ରଶେଖର ପତିଃ ଉତ୍କଳ ଭୂଖଣ୍ଡେ ଏକମ୍ ପରିଚିତମ୍ ନାମମ୍। ଅସౌ ସଂସ୍କୃତ ବିଦ୍ୱାନ୍ ଅନେକାସାଂ ପ୍ରତିଭାନାମ୍ ଅଧିକାରୀ ଆसीत्। ତେନ ଅନେକାନି ଉପାଦେୟାନି ପୁସ୍ତକାନି ବିରଚିତାନି। ପ୍ରବନ୍ଧ ଅୟମ୍ ତସ୍ୟ କୃତିଷୁ ଅନ୍ୟତମଃ। ଛାତ୍ରେଷୁ ଦେଶଭକ୍ତି ଭାବଂ ଜାଗରୟିତୁଂ ବିଷୟେ ଅସ୍ମିନ୍ ପ୍ରୟାସଃ କୃତଃ। ତାହେଲେ ପିଲାମାନେ ତୁମେ ଏବେ ଜାଣିପାରିଲ ଏହି ବିଷୟଟିର ରଚୟିତା କିଏ? ପଣ୍ଡିତ ଚନ୍ଦ୍ରଶେଖର ପତିଃ। ହେଲା, ଉତ୍କଳ ଭୂଖଣ୍ଡେ ଏକମ୍ ପରିଚିତମ୍ ନାମମ୍। ଏଇ ଉତ୍କଳ ଭୂଖଣ୍ଡରେ ଗୋଟିଏ ପରିଚିତ ନାମ ଚନ୍ଦ୍ରଶେଖର ପତି। ଅସୌ ସଂସ୍କୃତ ବିଦ୍ୱାନ୍, ଇଏ ଜଣେ ଅସୌ କହିଲେ ଇଏ ଜଣେ ସଂସ୍କୃତ ବିଦ୍ୱାନ୍। ଅନେକାସାଂ ପ୍ରତିଭାନାମ୍ ଅଧିକାରୀ ଆसीତ୍, ଅନେକ ଜ୍ଞାନର ବା ପ୍ରତିଭାର ସେ ହେଉଛନ୍ତି ଅଧିକାରୀ। ତେନ ଅନେକାନି ଉପାଦେୟାନି ପୁସ୍ତକାନି ବିରଚିତାନି। ତେନ ଅର୍ଥାତ୍ ତାଙ୍କ ଦ୍ୱାରା ଅନେକାନି ଉପାଦେୟାନି ପୁସ୍ତକାନି, ଅନେକ ଗୁଡ଼ିଏ ଉପାଦେୟ ବା ଆବଶ୍ୟକୀୟ ପୁସ୍ତକ ଗୁଡ଼ିକ ରଚିତ ହୋଇଅଛି। କର୍ମବାଚ୍ୟରେ ପିଲାମାନେ এই ବାକ୍ୟଟି ଅଛି, ତାଙ୍କ ଦ୍ୱାରା ଅନେକ ଉପାଦେୟ ବିଷୟ ଗୁଡ଼ିଏ ରଚନା କରାଯାଇ ଅଛି। ପ୍ରବନ୍ଧ ଅୟମ୍, ସନ୍ଧି ବିଚ୍ଛେଦ କରିଦିଅ, ପ୍ରବନ୍ଧଃ ଯୁକ୍ତ ଅୟମ୍, ନାଇଁ? ପ୍ରବନ୍ଧଃ ଯୁକ୍ତ ଅୟମ୍। ତାହେଲେ ଏହି ପ୍ରବନ୍ଧଟି, ଏହି ବିଷୟଟି ପ୍ରକୃଷ୍ଟ ରୂପରେ ବନ୍ଧନ ହୋଇଥିବା ହେତୁରୁ ତା ନାଁ କ'ଣ ହେଇଛି? ପ୍ରବନ୍ଧ। ତାହେଲେ ଏହି ପ୍ରବନ୍ଧଟି ତସ୍ୟ କୃତିଷୁ, ତାଙ୍କର କୃତି ଗୁଡ଼ିକ ଭିତରେ, ତାଙ୍କର ଲେଖା ଗୁଡ଼ିକ ଭିତରେ ଅନ୍ୟତମ ବା ଗୋଟିଏ। ଛାତ୍ରେଷୁ ଅର୍ଥାତ୍ ଛାତ୍ରମାନଙ୍କ ମଧ୍ୟରେ, ଦେଶଭକ୍ତି ଭାବମ୍ ଜାଗରୟିତୁମ୍, ଛାତ୍ରମାନଙ୍କ ଅନ୍ତର ଭିତରେ ଦେଶଭକ୍ତିର ଭାବନାକୁ ଜାଗରଣ କରିବା ପାଇଁ, ବିଷୟେ ଅସ୍ମିନ୍ ପ୍ରୟାସଃ କୃତଃ, ଏହି ବିଷୟରେ ପ୍ରୟାସ କରିଛନ୍ତି। ହେଲା, ତାହେଲେ এই ବିଷୟଟିରୁ ବିଶେଷ ଭାବରେ ଆମେ କ'ଣ ପାଇବା ନା ଦେଶଭକ୍ତି। ଦେଖ, ତାହେଲେ ଆମେ ପ୍ରଥମେ ବିଷୟଟିକୁ ପଢ଼ିବା ଏବଂ ତା ଦେହରେ କ'ଣ ଅଛି ଦେଖିବା। ଦେଖ, ଭାରତବର୍ଷେ ଓଡ଼ିଶା ରାଜ୍ୟस्य ମହତ୍ୱं ସୁବିଦିତम्। ଏତତ୍ ରାଜ୍ୟं କୃଷି ପ୍ରଧାନम्। ଯା କୃଷକ ଜାତିଃ ଅस्य ଭୂଖଣ୍ଡस्य ମୂଳ ଅଧିବାସିନୀ सा ଉଡ୍ର ନାମ୍ନି ପ୍ରସିଦ୍ଧା। କୃଷିଜୀବିନଃ ଉଡ୍ରା ଇତି କथ्यन्ते। ତେଷାଂ ଭାଷାୟାଃ ନାମ ଆसीତ୍ ଉଡ୍ରଭାଷା। ଭାରତस्य ନାଟ୍ୟଶାସ୍ତ୍ରେ ଉଡ୍ରଭାषायाः सूचना प्राप्यते। महाभारत युद्धे अस्य राज्यस्य नाम
कलिङ्गः आसीत्। कलिङ्गाः अस्य भूखण्डस्य क्षत्रियसम्प्रदायाः परमशूराः आसन्। तेऽपि महाभारतयुद्धे योगदानम् अकुर्वन्। सहस्राणां कलिङ्गवीराणां मातृभूमेः कृते आत्मबलिदानं दृष्ट्वा व्यथितः अशोकः तदैव युद्धवर्जनं कर्तुं निष्पत्तिं चकार। असौ धवलगिरौ बौद्धधर्मेण दीक्षितः सन् देशे विदेशे च प्रचारम् अकरोत्। तत्रत्यः शान्तिस्तूपः कलिङ्गकीर्तिं स्मारयति। ताले पिलामाने गोटिए पाराग्राफ आमे वर्तमान पढ़िबा हला। देख भारत वर्षरे स्थानाधिकरणे सप्तमी ओडिशा राज्यर महत्वम महिमा प्रत्येकर गोटे गोटे करी अर्थ बुझिनियो। भारत वर्षे ओडिशा राज्यर महत्वम अर्थात महिमा सुविदितम विदितम माने जना सुविदितम माने भल भाव जानती समस्ते नहीं उत्तम रूपरे जना समस्त को विदितम यदि आम प्रकृति प्रत्यय करवा ताले वो बी युक्त दीत युक्त त विद युक्त त विद युक्त त विदितम ताले ओडिशा राज्यर महिमा कथा समस्ते जानती। एतत् राज्यम कृषि प्रधानम है यही राज्यटी कृषि प्रधान कारण यार मूल कार्य कौन कृषि करवा। एठी जो आदिवासी माने बसवास करती से माने मुख्यतः कृषि उपरे निर्भर करती। जा कृषक जाति ही जो कृषक जाति जी अस्य भूखंडस्य मूल आदिवासिनी यही भूखंडर मूल अधिवासी सा उड्र नामनी प्रसिद्धा। से जो कृषक जे कि यार मूल अधिवासी तांको कृषक बोली आमे जाहाकू जानुचे से माने उड्र नामरे प्रसिद्ध। कृषि जीविनः उड्राहा इति कथ्यन्ते। ये जो कृषि को जीविका जो माने करिसंती कृषि जे जीविका रूपेण धारयन्ती ते उड्राहा इति कथ्यन्ते। से मानको कोन कह जाय उड्र बोली कह जाय। तेसाम भाषायाः नाम आसीत उड्र भाषा। बुझ परलो से जो माने बास करूचंती से मानको कह जाय उड्र आ तांकर भाषा को कह जाय उड्र भाषा। बुझिला। भारतस्य नाट्यशास्त्रे भारतर नाट्यशास्त्र जे कि भरत मुनि लिखिचंती नाट्यशास्त्र रचयिता से नाट्यशास्त्र रे उड्र भाषायाः सूचना प्राप्यते। सेठी उड्र भाषा कौन यार सूचना रही। महाभारत युद्धे तुमे माने जानिचो हमर एठी उत्कल रे महाभारत युद्ध मध्य होइतिला। एई महाभारत युद्ध रे अस्य राज्यस्य नाम कलिङ्गः आसीत्। जेतेबळे महाभारत युद्ध होइतिला सेतेबळे एही राज्यर नाम कोन थिला कलिङ्ग। कलिङ्गाः अस्य भूखण्डस्य क्षत्रिय संप्रदायाः। ये जो कलिङ्ग जो माने युद्ध रे योगदान देइतिले एमाने होचंती क्षत्रिय संप्रदाय हैला। क्षत्रिय माने जानिचे युद्ध करती तेणु परम सुराह आसन एमाने बहुत वीर सुराह माने कौन वीर एमाने बहुत वीर थिले। तेपि कहले सेमाने ते युक्त अपि सेमाने मध्य महाभारत युद्ध रे योगदानम अकुर्बन हैला। योगदानम युक्त अकुर्बन तले सेमाने मध्य महाभारत युद्ध रे कौन करथिले योगदान करिथिले। को माने उड्र जो माने कलिंग बोली कलिंगवासी सहस्राणाम कलिंग वीराणाम हजार हजार कलिंग वीर मानकर मातृभूमे हे कृते हैला मातृभूमिर पाई आत्मबलिदानम दृष्टवा प्रकृति प्रतिला दृष्टयुक्तत्वा ताले मातृभूमि पाई कृत कहले पाई आत्मबलिदानम दृष्टवा आत्मबलिदान को देखी व्यथित अशोक हैला व्यथित होई अशोक जे कि मगध सम्राट
ଅଶୋକ ନାଇଁ ତଦେବ ତତ୍ ଯୁକ୍ତ ଏବ ତଦେବ ଯୁଦ୍ଧ ବର୍ଜନମ୍ କର୍ତ୍ତୁମ୍ ନିଷ୍ପତ୍ତିମ୍ ଚକାର ସେହିଠାରେ ହିଁ ତଦ୍ ଯୁକ୍ତ ଏବ ତଦେବ ସ୍ରାଣାମ କଳିଙ୍ଗ ବୀରାଣାମ ତାହେଲେ ହଜାର ହଜାର କଳିଙ୍ଗ ବୀରମାନଙ୍କର ମାତୃଭୂମି ହେ କୃତେ ମାତୃଭୂମି ପାଇଁ ଆତ୍ମବଳିଦାନମ ଦୃଷ୍ଟ୍ୱା ପ୍ରତ୍ୟୟ ହେଲା ଦୃଶ୍ଯୁକ୍ତ ତ୍ୱା ଆତ୍ମବଳିଦାନ ଦେଉଥିବାର ଦେଖି ବ୍ୟଥିତ ଅଶୋକ ପିଲାମାନେ ଜାଣିଛ କିଏ? ମଗଧ ସମ୍ରାଟ ଅଶୋକ ତଦେବ ତତ୍ ଯୁକ୍ତ ଏବ ତଦେବ ଯୁଦ୍ଧ ବର୍ଜନମ କର୍ତ୍ତୁମ୍ ପ୍ରକୃତି ପ୍ରତ୍ୟୟ ହେଲା କ୍ରୁ ଯୁକ୍ତ ତୁମୁନ ତାହେଲେ ଯୁଦ୍ଧ ବର୍ଜନ କରିବା ପାଇଁ ନିଷ୍ପତ୍ତିମ୍ ଚକାର ନିଷ୍ପତ୍ତି କଣ ଗ୍ରହଣ କରିଥିଲେ ଚକାର ସନ୍ଧି ବିଚ୍ଛେଦ କଲେ କଣ ହବ ଚ ଯୁକ୍ତ ଅକାର ହେଲା ସେଇଠାରେ ହିଁ ଯୁଦ୍ଧ ବର୍ଜନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ଅସୌ କହିଲେ ଇଏ ମାନେ ଏଇ ଅଶୋକ ସମ୍ରାଟ ଅଶୋକ ଧବଳଗିରୌ ଧଉଳିଗିରି ଠାରେ ବର୍ତ୍ତମାନ ଯାହା ଆମର ଖୋର୍ଦ୍ଧାରେ ରହିଛି ଧଉଳିଗିରି ସେଇଠାରେ ହିଁ ବୌଦ୍ଧ ଧର୍ମେଣ ଦୀକ୍ଷିତ ବୌଦ୍ଧ ଧର୍ମରେ ଦୀକ୍ଷିତ ହେଇଥିଲେ ବୁଦ୍ଧ ଧର୍ମଙ୍କ ଦୀକ୍ଷାରେ ଦୀକ୍ଷିତ ହୋଇଥିଲେ ଯୋଉଟା କି ଧର୍ମଂ ଶରଣଂ ଗଚ୍ଛାମି ସଂଘଂ ଶରଣଂ ଗଚ୍ଛାମି ବୁଦ୍ଧଂ ଶରଣଂ ଗଚ୍ଛାମି ସେଇ ବୁଦ୍ଧ ଧର୍ମଙ୍କର ଏଇ ଯୋଉ ନିୟମ ଥିଲା ତାର ଭିତରେ ସେ ଦୀକ୍ଷିତ ହୋଇଥିଲେ ଦୀକ୍ଷିତ ହୋଇ ସନ୍ ମାନେ ହୋଇ ସନ୍ ପ୍ରକୃତି ପ୍ରତ୍ୟୟ ହେଲା ଅସ୍ ଯୁକ୍ତ ଶତ୍ରୁ ହେଲା ସେଇଠାରେ ତାହେଲେ କଣ ବୌଦ୍ଧ ଧର୍ମରେ ଦୀକ୍ଷିତ ହୋଇ ଦେଶେ ବିଦେଶେ ହେଲା ଦେଶ ଆଉ ବିଦେଶରେ ସ୍ଥାନାଧିକରଣ ସପ୍ତମୀ ଧର୍ମ ପ୍ରଚାରମ ଅକରତ୍ ଧର୍ମ ପ୍ରଚାର ଯୁକ୍ତ ଅକରତ୍ ହେଲା ଧର୍ମ ପ୍ରଚାର କରିଥିଲେ ତତ୍ରତ୍ୟଃ ସେଠାରେ ଥିବା ଧଉଳିଗିରିରେ ଥିବା ତତ୍ରତ୍ୟଃ ଶାନ୍ତି ସ୍ତୂପ କଳିଙ୍ଗ କୀର୍ତ୍ତିମ୍ ସ୍ମାରୟତି କଳିଙ୍ଗର କୀର୍ତ୍ତିକୁ ମନେ ପକାଇ ଦିଏ ସ୍ମରଣ କରାଇ ଦିଏ ହେଲା ପିଲାମାନେ ତାହେଲେ ଆଜି ଆମେ ଯୋଉ ପ୍ରଥମ ପାରାଗ୍ରାଫଟିକୁ ପଢିଲେ ଏଇଠି ତ ଗୋଟେ ବଡ ବିଷୟଟେ ଏଇଠି ଗୋଟେ ପିରିୟଡରେ ପଢେଇ ହବ ନାହିଁ ତେଣୁ ଆମେ ଏହାକୁ ଭାଗ କରି ପଢିବା ତାହେଲେ ପ୍ରଥମ ଖଣ୍ଡରେ ଆମେ କେବଳ ଗୋଟିଏ ପାରାଗ୍ରାଫ ଆମେ ଆର ପଢିଛେ ତାହାକୁ ଭଲ ଭାବରେ ଦେଖ ଏଇଠି ତ ଆମର ଛାତ୍ରମାନଙ୍କ ମଧ୍ୟରେ କଣ ଭକ୍ତିଭାବ ଦେଶଭକ୍ତି ଭାବ ସୃଷ୍ଟି କରିବା ପାଇଁ ଆମର ଲେଖକ ବା ପ୍ରାବନ୍ଧିକ ଚେଷ୍ଟା କରିଛନ୍ତି ତେଣୁ ସେଇ ମନୋବଳ ପୋଷଣ କର ଯେ କିପରି ଭାବରେ ଆମର ଦେଶ ମାତୃକାର ଆମ ଉତ୍କୃଷ୍ଟ କଳାର ଆମେ କିପରି ସମ୍ମାନ ରଖିବା ସେଥିପାଇଁ ତୁମେ ସଦାସର୍ବଦା ଚେଷ୍ଟିତ ହେବ ଆଜି ପାଇଁ ତାହେଲେ ଏଇଠି ରଖିବା ଧନ୍ୟବାଦ।